କେତେ ଲୋକ ମାନେ ଯୋଉମାନେ ଭଗବତ ଗୀତା ବିଷୟରେ ଜ୍ଞାନ ଯୋଉମାନଙ୍କର ନାହିଁ ସେମାନେ ମଧ୍ୟ ଭାବୁଛନ୍ତି ଭଗବାନ ହେଲା କର୍ମ ନ କରିବା ପାଇଁ କହୁଛନ୍ତି ଇଏରେ ଫଳ କଥା ଚିନ୍ତା କରନି କର୍ମରେ ଆସକ୍ତି ହୁଅନି ଏସବୁ କଥା କହୁଛନ୍ତି। ସେଥିପାଇଁ ଭଗବତ ଗୀତା ମଧ୍ୟ ପାଠ କଲେ କଣ ହବ ନା ଜଣେ କର୍ମ ସନ୍ନ୍ୟାସ ନେଇଯିବ, ସନ୍ନ୍ୟାସୀ ହବାକୁ ପଡିବ, ଏଇସବୁ ଭାବନା ବି ଜଣଙ୍କ ଭିତରେ ରହୁଛି ହେଲା। କିନ୍ତୁ କର୍ମ କରିବାର କୋଉ ୱେଟା ଠିକ, କୋଉ ୱେଟା ଠିକ, କର୍ମ କେମିତି କରିବା ଦରକାର ସେଇ ସବୁ ବିଷୟରେ ଜ୍ଞାନ ଭଗବାନ ଭଗବତ ଗୀତାରେ ଆମକୁ ଦେଇଛନ୍ତି। ମାନେ ଆମେ ଶୁଣିବା ଗୋଟେ ଆମର ଭଗବତ ଗୀତାରେ ଗୋଟେ ଶ୍ଲୋକ ଭଗବାନ କହିଛନ୍ତି କର୍ମଣେ ବାଧିକାରସ୍ଥ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁର୍ଭ ମାତେ ସଙ୍ଗୋ ସ୍ତ କର୍ମଣି। ତାର ଅର୍ଥ କଣ? କର୍ମଣେ ବାଧିକାରସ୍ଥ ମା ଫଳେଷୁ କଦାଚନ। ଆର ଅର୍ଥ କଣ କିଏ କହିପାରିବ କି? ଆର ଅର୍ଥ କିଏ କଣ ଭାବୁଛ କିଛି କହିହବ? ଜଣେ ଆର ଅର୍ଥ ଆମେ ସାଧାରଣ ଭାବରେ କହିବ ଯଦି କଣ ସାଧାରଣ ଭାବରେ ଯଦି କାହାକୁ ପଚାରିବା କର୍ମଣେ ବାଧିକାରସ୍ଥ ମା ଫଳେଷୁ କଦାଚନ ତା ଅର୍ଥ କଣ? କର୍ମ କର କିନ୍ତୁ ଫଳକୁ ଆଶା କର, ଏମିତି ଲୋକମାନେ ଅର୍ଥ କରନ୍ତି। କିନ୍ତୁ ଏହାର ଅର୍ଥଟା ଆକ୍ଚୁଆଲି ସେମିତି ନୁହଁ। ଗୁରୁବର୍ଗ ମାନେ କେମିତି ଅର୍ଥ କରିଛନ୍ତି ମାନେ କର୍ମରେ କର୍ମଣ୍ୟ ବାଧିକାରସ୍ଥ ମାନେ କର୍ମରେ ତମର ଅଧିକାର ଅଛି କିନ୍ତୁ ହେଲା ଫଳ ମା ଫଳେଷୁ କଦାଚନ କିନ୍ତୁ ଫଳ ତମେ କଣ ପାଇବ କଣ ନାହିଁ ସେ ତା ଉପରେ ତମର କିଛି ଅଧିକାର ନାହିଁ। କେମିତି ନାହିଁ? ଆମକୁ କର୍ମରେ ଅଧିକାର ଅଛି, ଫଳରେ କେମିତି ଅଧିକାର ନାହିଁ? ଫଳରେ ଆମର ଅଧିକାର ନାହିଁ ଆମେ ଜାଣିବା ଏଥିରେ କଣ ତା ଅର୍ଥ ନୁହେଁ ଯେ ଆମେ କର୍ମ କରିବା ତାର ଫଳ ଯାହା ଇଚ୍ଛା ତାହା ମିଳିବ ସେମିତି ନାହିଁ ମଧ୍ୟ ହେଲା। କିନ୍ତୁ କର୍ମ ଆମେ ଯେମିତି କର୍ମ କରିବା ଆମେ ସେମିତି ଫଳ ମିଳିବ ବୋଲି ସେଇଟା ଗୋଟେ ମଧ୍ୟ ଅଛି। ଯେଉଁ ମାନେ ଆମେ ଯୋଉ ଯେମିତି ମାନେ ସତ୍କର୍ମ କଲେ ସତ୍ଫଳ, ଅସତ୍କର୍ମ କଲେ ଅସତ୍ଫଳ, ଯୋଉ କର୍ମ କରିବା ତାର ଅଟୋମେଟିକ ଫଳ ମିଳିବ। କିନ୍ତୁ ଆମେ ଆମେ ଚାହିଁଲେ ଆମେ କୋଉ ଭଳିଆ କର୍ମ କରୁଛେ ଆମେ ସେଟାକୁ ଦେଖୁନେ, କିନ୍ତୁ ଆମକୁ ଫଳଟା ଗୋଟେ ଭଲ ମିଳିବା ଦରକାର। ଯେମିତି କିି ଉଦାହରଣ ଆମ ମନେକର ପାଠ ପଢିବାଟା ଆମ ହାତରେ ଅଛି, କର୍ମ କରିବାଟା ଆମ ହାତରେ, କିନ୍ତୁ ହେଲା ଫଳଟା ଆଶା କରି ଆମର ହାତରେ ନୁହଁ ଭଗବାନ କହୁଛନ୍ତି ନା। କିନ୍ତୁ ସେମିତି ପାଠ ପଢିବାଟା ଆମ ହାତରେ, ଆମେ ଚାହିଁଲେ 4 ଘଣ୍ଟା ପାଠ ପଢିବା, 6 ଘଣ୍ଟା ପାଠ ପଢିବା, 2 ଘଣ୍ଟା ପାଠ ପଢିବା, କିନ୍ତୁ ହେଲା ରେଜଲ୍ଟ ଟା କଣ ହବ ସେଇଟା ଆମ ହାତରେ ନୁହଁ। ଆମେ ଯୋଉ ଅନୁସାରେ କର୍ମ କରିଥିବା ଆମେ ସେଇ ଅନୁସାରେ ରେଜଲ୍ଟ ମିଳିବ। କିନ୍ତୁ ଆମେ ଯଦି ପାଠ ପଢି ନଥିବା ଆମେ ରେଜଲ୍ଟ ମିଳିଲା ବେଳେ ଆମେ ଚିନ୍ତା କରିବା ଯେ ଆମକୁ କାହିଁ ରେଜଲ୍ଟ ମିଳିଲାନି, ଆମକୁ କାହିଁ ଭଲ ରେଜଲ୍ଟ ହେଲାନି, ସେ ସବୁ କଣ ହେଇପାରିବ କି? ସେମିତି ଆମେ ହେଲା କର୍ମ କଲା ବେଳେ କଣ କରିବା ନା କର୍ମ ଆମର କରିବାର ଅଧିକାର ଭଗବାନ ଆମକୁ ସ୍ୱତନ୍ତ୍ର ଦେଇଛନ୍ତି। ଆମେ କୋଉ କର୍ମଟା କଲେ ଆମ ପାଇଁ ଠିକ ହବ ସେଇଟାକୁ ମାନେ ସେଇଟା ସେ ତା ଉପରେ ଆମର ଚିନ୍ତା କରିକି ଆମର କରିବାର ଅଛି। ଯଦି ଆମେ ଚିନ୍ତା କରୁନେ କର୍ମ କଲା ବେଳେ ତାହେଲେ ଆମେ କଣ କରୁଛେ ନା ଫଳ ଟାକୁ ଚିନ୍ତା କରୁଛେ, ସେଇଟା ହେଲା ଭୁଲ। ସେଥିପାଇଁ ଭଗବାନ କହୁଛନ୍ତି କର୍ମଣେ ବାଧିକାରସ୍ଥ ମା ଫଳେଷୁ କଦାଚନ ତମର କର୍ମରେ ଅଧିକାର ଅଛି କିନ୍ତୁ ତମର ଫଳରେ ଆସକ୍ତି ହବାର ନାହିଁ। ଫଳଟା ଅଟୋମେଟିକ ଭଗବାନ ଯୋଉ କର୍ମର ଯୋଉ ଫଳ ସେଇଟା ହିଁ ଦେବେ। ମା କର୍ମ ଫଳ ହେତୁର୍ଭ ଭାବନା ଆଉ ଗୋଟେ କଣ ଭଗବାନ ହେଇଛି ମାନେ ଏଇ ଭଗବତ ଗୀତାରେ କଣ କରୁଛନ୍ତି ଅର୍ଜୁନ କହୁଛନ୍ତି ଏବେ ତମେ ଯୁଦ୍ଧ କରିବନି ବୋଲି କହୁଛ, ତମ ଇଚ୍ଛା, ତମର ସେଇଟା ଚଏସ, ତମେ କର୍ମ କରିବ ନ କରିବ ସେଇଟା ତମ ଉପରେ ଚଏସ। ତମେ ଯୁଦ୍ଧ କରିବନି ବୋଲି କହୁଛନ୍ତି କିନ୍ତୁ ଯୁଦ୍ଧ ନ କରିବାରେ ଯୋଉ ଫଳ ମିଳିବ, ଯୋଉ ସବୁ ଅସୁବିଧା ହବ ସେତେବେଳେ କିନ୍ତୁ ତମେ ହେଲା କହିପାରିବନି ଯେ ମତେ କାହିଁ ଏ ଫଳ ମିଳିଲା, ଏ ଯୁଦ୍ଧ ମୁଁ ମାନେ ଯୁଦ୍ଧ ଯୋଉ କଲିନି କି କଣ କଲିନି କାହିଁ ମତେ ଫଳ ଏଇଟା ମିଳିଲା ବୋଲି ଆମେ ସେଇଟାକୁ କହିପାରିବାନି। ଯଦି ସେଇଟା ଆମେ ଦେଖିବା କଣ ମାନେ ଆମେ ଏଥିରୁ ଆମେ ବୁଝିଯିବା ଦରକାର ଯେ ଆମେ କଣ ନା ଯଦି ଆମେ ଚାହୁଁଛେ ଯେ ଆମକୁ ଗୋଟେ ଭଲ ଫଳ ମିଳୁ ତାହେଲେ ସେଇଟା ଫଳ ମିଳିବା ସମୟରେ ଆଶା କରିବା କିଛି ଦରକାର ନାହିଁ। ଫଳ ଫଳ ମାନେ ମିଳିବା ପୂର୍ବରୁ ଆମେ କାର୍ଯ୍ୟ କରିବା ପୂର୍ବରୁ କର୍ମ କରିବା ସମୟରେ ଆମର ସେଇ ସବୁ ଆମର କର୍ମର ଦରକାର। କର୍ମର ଆମେ କୋଉ ଭଳିଆ କର୍ମ କରିବା ଯେ ଆମେ ଯୋଉଟା କି ଆମକୁ ଦରକାର ହଉଥିବା ଫଳଟା ଆମକୁ ମିଳିବ ସେଟା କରିବା। ଆଉ ହେଲା ଯଦି ଆମେ କର୍ମ କରୁନେ ଆମେ ରେଜଲ୍ଟ ଉପରେ ଖାଲି ମାନେ ଫଳ ଉପରେ ମାନେ ଆଶାଟା ରଖୁଛେ ତାହେଲେ ଆମକୁ ସେଥିରୁ ଅଲଗା ପ୍ରକାର ଦୁଃଖ ମିଳିବ। ଆମେ କର୍ମ କରିନଥିବା କିନ୍ତୁ ଆମ ରେଜଲ୍ଟ ଉପରେ ମାନେ ଫଳ ଉପରେ ଇଚ୍ଛା ରଖିଥିବା, ଏ ଫଳଟା ଫଳିଲା ବେଳକୁ କିନ୍ତୁ ସେଇଆ ହବନି, ତାହେଲେ ଆମକୁ ଦୁଃଖ ମିଳିବ। ସେଥିପାଇଁ ସେଇଟାକୁ ମଧ୍ୟ ତ୍ୟାଗ କରିବା। ଫଳରେ ଅଧିକାର ତମର ନାହିଁ ବୋଲି ଏଠି କୁହାଯାଇଛି।
ତାପରେ କଣ କହୁଛେ ମା କର୍ମ ଫଳ ହେତୁର୍ଭୁ ମାତେ ସଂଗସ୍ତ କର୍ମ। ମା କର୍ମ ଫଳ ହେତୁର୍ଭୁ ମାନେ କଣ ନା ଯୋଉ କର୍ମର ଫଳ ଯୋଉଟା ମିଳୁଛି ଆମକୁ ତାର ହେତୁ ମଧ୍ୟ ଆମେ ନିଜକୁ ନିଜେ ଭାବିବା। ହେତୁ ମାନେ କଣ କାରଣ, ମାନେ ଆମ କାରଣରୁ ହେଲା, ଆମ କାରଣରୁ ଯେ ଏଇ ସବୁଟା ହଉଛି, ଏଇ କର୍ମର ଫଳ ମିଳିଛି ମତେ, ଏଇ ସବୁ ଭାବିବା କଥା ନୁହେଁ। ଭାବିବା କଥା ନୁହେଁ କାହିଁକି, ଆମେ ଯଦି ମନେକର ଗୋଟେ ଆମକୁ ଭଲ ଗୋଟେ କଣ ମିଳିଲା, ଭଲ ପାଠ ପଢାରେ ରେଜଲ୍ଟ ବି ହଉ, ଫଳ ମିଳିଲା, ସେଥିରେ ଆମେ କଣ କରୁଛେ ନା ଆମେ ଭାବୁଛେ ଯେ ଆମେ ଏଇଟା କଲେ ବୋଲି, ଆମେ ଏଇଟା ପଢିଲେ ବୋଲି ଆମକୁ ମିଳିଲା। ତ ସେଥିରେ ଆମର ଗର୍ବ ଆସୁଛି, କର୍ତ୍ତା ଭାବଟା ଆସୁଛି, କାହିଁକିନା ମୋ ଦ୍ଵାରା ଏଇଟା ହେଲା, ମାନେ ମୁଁ କରିପାରିଲି। କିନ୍ତୁ ଯେତେବେଳେ ଆମେ ଖରାପ କରୁଛେ ସେତେବେଳେ ସେଇଟାକୁ ଆମେ ଆକ୍ସେପ୍ଟ କରୁନେ ନା, ଆକ୍ସେପ୍ଟ କରୁଛେ କି ଯେତେବେଳେ ଆମର ଖରାପ ହଉଛି ଯେ ମୋ ଦ୍ଵାରା ଏଇଟା ହେଇଛି ବୋଲି ଆମେ ଆକ୍ସେପ୍ଟ କରୁଛେ କି, ଆକ୍ସେପ୍ଟ କରୁନେ ନା। ସେଥିପାଇଁକା ଆମେ ସବୁ କାମଟା, ଭଲ କାମ ହଉ ଖରାପ କାମ, ଆମର କୋଉଟା ବି ମାନେ ଆମ ଭିତରେ ଭାବନାଟା ରହିବା, କର୍ତ୍ତା ଭାବଟା ରହିବା ଦରକାର। କୋଉ କାମର ହେତୁ କାରଣଟା ମୁଁ ବୋଲି ଭାବନା ରହିବା କଥା ନୁହେଁ। ତ ଆମେ ଗୋଟେ ମାନେ ଭିତରେ ଆସି ଆମେ ତାହେଲେ ଆମେ ମୁଁ କରୁଛେ ବୋଲି ଭାବନା ଆସିବା ଦରକାର ନୁହଁ। ତାହେଲେ କଣ କରିବା ଭାବନା ଆସିବା ଦରକାର ନା ଆମେ ଗୋଟେ କରିପାରିବା କଣ ନା ଭଗବାନଙ୍କୁ କେନ୍ଦ୍ର କରି, ମାନେ ଭଗବାନ ଯାହା କରୁଛନ୍ତି ଭଗବତ ଆମ ଦ୍ୱାରା ଯୋଉ କାମ ହଉଛି ସେଇଟା ଭଗବତ ଅର୍ପିତ କର୍ମ ହବା ଦରକାର। ମାନେ ଆମେ ସବୁ ଭଗବାନଙ୍କ ଉପରେ ଛାଡି ଦେଇଛୁ, ଆମେ କର୍ମ ଯାହା କରିବା କଥା ତ ଆମେ କରୁଛୁ, କିନ୍ତୁ ଭଗବାନଙ୍କୁ ଆମେ ସେଇଟା ଅର୍ପିତ କରିଦେଇଛୁ ହେଲା। ସେ ସେମିତି କର୍ମ କରିବା ଦରକାର ବୋଲି ମା କର୍ମ ଫଳ ହେତୁ ମାତେ ସଂଗସ୍ତ କର୍ମଣି। ତାପରେ ଏଇଠି କଣ କହୁଛି ଅର୍ଜୁନ, ଏଠି କଣ କହିବେ ନା ଯଦି ଆମେ କର୍ମ କରିବା ଫଳରେ ଆମର ଅଧିକାର ନାହିଁ, କର୍ମ ଆମେ କରିବା ଆଉ ଫଳର ହେତୁ ମାନେ ଫଳର କାରଣ ବି ଆମେ ହେବାନି, ତାହେଲେ ତାଠୁ ତ ଭଲ ଆମେ ହେଲା କର୍ମ କରିବାନି। ମା ଏଠି କଣ କରେ ମାତେ ସଂଗସ୍ତ କର୍ମଣି, ମାନେ ମାନେ ଇଏର କର୍ମ ଫଳରେ ଅକର୍ମରେ ଆସକ୍ତି ହବନି। ଅକର୍ମ ମାନେ କଣ, ମାନେ ତମର କର୍ତ୍ତବ୍ୟର ଅବହେଳା କରିବା କେବେ ନା କର୍ମ ଫଳ କାରଣ ବୋଲି ଭାବେନି, କର୍ତ୍ତବ୍ୟରେ ଅବହେଳା ମାନେ ଆମେ ଯୋଉ କାମ ଗୁଡା କରୁଛେ ଆମେ ଭାବିବା ଯେ ଏ ସବୁ କଲେ ତ ଆମର କିଛି ଲାଭ ନାହିଁ, ଆମେ ତ ନିଜକୁ ବି ନିଜେ ଆମେ କରୁଛେ ବୋଲି କହିପାରିବାନି, ତାହେଲେ କାହିଁ କାମ କରିବା, ତାଠୁ ଭଲ କାମ ଛାଡିଦବା। ଏଇଭଳିଆ ଭାବନା ମଧ୍ୟ ରଖିବା କଥା ନାହିଁ। କାହିଁକିନା କର୍ମ ନ କରି ମାନେ ଅକର୍ମ କୋଉମାନେ କରିକି ରହିପାରିବେନି, କର୍ମ ନ କରି କୋଉମାନେ ଆମେ ରହିପାରିବା ନା। କର୍ମ ନ କରି କୋଉ ରହିପାରିବା ନାହିଁ ବୋଲି ଆମେ ଭଗବାନ ଭଗବତ ଗୀତାରେ ପୁଣି ଥରେ କହିଛନ୍ତି। ଭଗବତ ଗୀତାରେ ତୃତୀୟ ଅଧ୍ୟାୟରେ କହିଛନ୍ତି ମାନେ କୌଣସି ଲୋକମାନେ ମଧ୍ୟ କର୍ମ କରିକି ନ କରିକି ରହିପାରିବେନି, ଯେକୌଣସି ହେଲେ କର୍ମ କରିବେ। ଆଉ ସେଥିପାଇଁ ଆମେ କଣ କରିବା ନା ଅକର୍ମରେ ଆମେ ହେଲା ଆବିଷ୍ଟ ହବାନି, ମାନେ ଆମେ ଯୋଉ କର୍ମ ନ କରି ସେମିତି ରହିବା ବୋଲି ଭାବନାଟା, ଏଇ ଭାବନାଟାକୁ ମଧ୍ୟ ଆମକୁ ତ୍ୟାଗ କରିବାକୁ ପଡିବ। ଆମେ ଆଜିର ତାହେଲେ ଆମେ ଚାରିଟା ଜିନିଷ ଜାଣିଲେ। ଏଇ ଯୋଉ ଗୋଟେ ଶ୍ଲୋକରେ ଭଗବାନ କଣ ଚାରିଟା ଜିନିଷ ବୁଝନ୍ତି, କର୍ମଣେ ବାଧିକାରସ୍ଥ ମା ଫଳେଷୁ କଦାଚନ, ମାନେ ଆମର ଯୋଉ କର୍ତ୍ତବ୍ୟ ଅଛି ସେଇ ସବୁ କର୍ମରେ ଆମର ଅଧିକାର ଅଛି, କିନ୍ତୁ କର୍ମ ଫଳରେ ଆମର ଅଧିକାର ନାହିଁ। ତାପରେ କଣ ଥାର୍ଡ ଜିନିଷଟା କଣ ମା କର୍ମ ଫଳ ହେତୁ, ମାନେ କେବେ ହେଲେ ମାନେ ନିଜକୁ ତମେ କୋଉ କର୍ମର କାରଣ ନିଜେ ବୋଲି କି କର୍ମର ହେତୁ ବୋଲି ତମେ ଭାବନି। ଆଉ ହେଲା କଣ ତାପରେ ଫୋର୍ଥ ଷ୍ଟେପଟା କଣ ମାତି ସଂଗସ୍ତ କର୍ମ, କର୍ତ୍ତବ୍ୟ କର୍ମ ବା ଅକର୍ମ ପ୍ରତି ଆସକ୍ତ ହୁଏନି। ମାନେ କର୍ତ୍ତବ୍ୟ ଛାଡିଦବା ବା ଅକର୍ମ ପ୍ରତି, ଅକର୍ମ ମାନେ କଣ ନିଜର କର୍ତ୍ତବ୍ୟ କର୍ମ, ସେଇ କର୍ମଟାକୁ ଛାଡିଦବା ପାଇଁ ଆସକ୍ତି ମଧ୍ୟ କର ନାହିଁ। ହଁ ତାହେଲେ ଆମେ ଏଇ ଚାରିଟା ଜିନିଷ ଜାଣିଲେ, ତାପରେ ଆମ ମନରେ ଏଇଠି କୋଶ୍ଚିନ୍ ଆସିବ ଯେ ଅକର୍ମ ପୁଣି କଣ, କର୍ମ ତ କହୁଛନ୍ତି ଛାଡି ହବନି, ଅକର୍ମ ପୁଣି କଣ? ତାହେଲେ ଆମେ ଏଇ ପ୍ରଶ୍ନଟା ଉତ୍ତର ଆମେ ନେକ୍ସଟରେ ଡିସ୍କସନ କରିବା ଯେ ଆମେ କର୍ମ କେବେ ଛାଡି ହବନି ବୋଲି ଭଗବାନ କେମିତି ଭଗବତ ଗୀତାରେ କହିଛନ୍ତି, ଆଉ ହେଲା ଅକର୍ମଟା କଣ, କର୍ମଟା କେତେ ପ୍ରକାର, ଏସବୁ ଜିନିଷ ଆମେ ନେକ୍ସଟ ପୁଣି ଆଉଥରେ ଆଲୋଚନା କରିବା ହେଲା। ଆଜି ଏଇ ଗୋଟେ ଶ୍ଲୋକଟା ଚେଷ୍ଟା କରିବା ସମସ୍ତେ ମନେ ରଖିବା ପାଇଁକା ହେଲା।